ओम नमः भगवते वासुदेवाय। भक्त शरण आध्यात्मिक चैनल को मोर प्रिय भाई भौणी मानू गुरुजन मानू अनंत कोटि प्रणाम जनाई मु श्री भक्त बसल प्रधान आज परम ब्रह्म जगन्नाथंकर परम भक्त बंधु महांती उपरे आलोचना करने आगे आसी आसतु जानिबा। आपण माने भल भाव जानी बंधु महांती घर जाजपुर जिले रे जाति रे करण पुणी दुई जन कन्या एकमात्र पुत्र पत्नी रोते परिवार रे 5 जन रोते अतीब गरीब खाइबा को पाउ नथिले बेले बेले उपवास रही समय अतिबाहित करुथिले। सही पत्नी सुंदर भाव में कहते चल आमे थरे जगतर नाथ जगन्नाथ को दर्शन करवा गुहारी जनइबा दुखर मोचन घटवा आम मानकर संशय दूर हबा यू कथा कहले। पतिदेव कौन कहे बंधु सोदर मोर नाही मु बड़ अनाथ अटई। अरे जहाँ पाखरे धन संपत्ति रहिब नाही संसारी कदापि भल पाइबे नाही मित्र रहिब कि रहिब नाही केही भी सुसंपर्क स्थापन करिबे नाही दूरे जिबे संसार नियम। से पतिदेव सुंदर भाव में कहते पुरुष मानक उत्तम केही नुहंती तांकु सम। जेहेतु संसारी माने मते भल पाती नहीं मोर बंधु बांधव नाहांती तेणु पुरुष उत्तम भगवान तांकर आश्रय रे मु रही तांको विशेष भाव में मु भल पाए यथेष्ट भाव भक्ति रही ईश्वर ठारे। ठीक अच्छी अर्धांगिनी कहते ना निश्चित भाव में जीवा से 5 जन पुरी धाम रे पहुँची गले 4 दिन लगिला पादरे गमन करी करी पहुँची गले। देखंतु चिंतन करंतु केते कष्ट होइतिबो। संध्या समय जतबेले पहुँची गले ना प्रबल मात्रा रे भीड़ रही दुर्बल होते अनाहार रही विशेष भाव में खाद्य पाई नथिले कौन करिवे। पेज कुंड निकट रे पेज संग्रह कले निजर पत्नी संतान मानू प्रदान कले सही पेज को भक्षण कले। भगवान कौन करिवे भगवान सबु सह्य करि पारंती भक्तर दुख को सह्य करि पारंती नहीं। तांकर भक्त को के अपमान करिबा सह्य करिवे कि कदापि नुह। सकल जीव चिंतामणि से ईश्वर परम ब्रह्म दयाल सागर भक्त वत्सल चिंता करुचंती ना मोर भक्त एते कष्ट पाइब मु सह्य करी कौन कले रत्न थाला माध्यम रे गजा नाड़ी पांपुड़ी भोग खजा काकरा आरिसा घी विभिन्न प्रकार भोग सामग्री रखिले। पुणी छद्म बेश बंधु महांती जे जाजपुर आसीचंती एभली नाम धरी डाकिले सन्नमय थाला रे प्रदान कले। छद्म बेश आसीचंती ना जेते बेले बंधु महांती ग्रहण करी नेले भक्षण कले निजर कन्या को पुत्र को पत्नी को प्रदान कले निज मत भक्षण कले। ठीक यही समय भगवान अंतर्धान हो गले।
ସେଇ ଥାଳା ପ୍ରଦାନ କରିବାର ଥିଲା ନା। ବନ୍ଧୁ ମହାନ୍ତି ଦେଇପାରିନଥିଲେ କିମ୍ବା ଭଗବାନ ସୁଯୋଗ ପ୍ରଦାନ କରିନଥିଲେ। କ'ଣ ଘଟିବ? ରାତି ପାଇଗଲା। ଭଗବାନଙ୍କର ବିଭିନ୍ନ ନିତ୍ୟକର୍ମ ହୋଇଥାଏ, ବିଭିନ୍ନ କାର୍ଯ୍ୟ ରହିଥାଏ। ଯେତେବେଳେ ରତ୍ନ ଥାଳାରେ ଭଗବାନଙ୍କର ନୈବଲ୍ୟ ନିର୍ମାଲ୍ୟ ପ୍ରଦାନ କରାଯାଏ, କୈବଲ୍ୟ ପ୍ରଦାନ କରାଯାଏ, ଏଇସବୁ ପ୍ରକ୍ରିୟା ଚାଲିଥାଏ ନା। ଖୋଜିଲେ ପାଇଲେ ନାହିଁ, ଚାରିଆଡ଼େ ଖୋଜାଗଲା, ଦେଖିବାକୁ ପାଇଲେ ବନ୍ଧୁ ମହାନ୍ତିଙ୍କ ନିକଟରେ ରହିଛି। ପ୍ରବଳ ମାତ୍ରାରେ ମାଡ଼ ହେଲା। କ'ଣ ପାଇଁ ଥାଳା ଚୋରି କଲ? ଠିକ୍ ନୁହଁ। ଭଗବାନଙ୍କର ଥାଳା ଚୋରି କରିବା ଠିକ୍ ନୁହଁ, ଦଣ୍ଡ ପାଇବା ଦରକାର। ସେମାନେ ବାଡ଼େଇଥିଲେ। ତାପରେ କ'ଣ ଘଟିବ? ରାଜାଙ୍କ ନିକଟରେ ଏଇ ଖବରଟି ଗଲା। ରାଜା ଦଣ୍ଡଧାରୀ ଦଣ୍ଡ ପ୍ରଦାନ କରିବେ। ଯେ ଭୁଲ କରିଛି ଦଣ୍ଡ ପାଇବା ଦରକାର ନା। କାରାଗାରରେ ଭର୍ତ୍ତି କଲେ। ଭଗବାନଙ୍କୁ ଚିନ୍ତନ କଲେ, ପ୍ରଭୁ ମୋର କ'ଣ ଭୁଲ? ମୁଁ ତ ବହୁତ କଷ୍ଟ ପାଇଛି, ଦୁଃଖ ପାଇଛି, ଯନ୍ତ୍ରଣା ପାଇଛି। ପୁଣି ଆପଣଙ୍କର ଦର୍ଶନ ପାଇବା ପାଇଁ ଏହି ସ୍ଥାନରେ ପହଞ୍ଚିଗଲି। ମୁଁ ତ ମାଗିନଥିଲି, ଆପଣ ମୋତେ ପ୍ରଦାନ କଲେ। ପୁଣି ମୁଁ ସେଇ ରତ୍ନ ଥାଳା ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲି। ଆପଣ ଅନ୍ତର୍ଧ୍ୟାନ ହୋଇଗଲେ, କିଭଳି ଭାବରେ ମୁଁ ଆପଣଙ୍କୁ ପ୍ରଦାନ କରିବି? ଦେଖନ୍ତୁ କେତେ କଷ୍ଟ ପାଇଲି, କେତେ ଦୁଃଖ ଯନ୍ତ୍ରଣା ମୁଁ ସହ୍ୟ କଲି। ଭଗବାନ କ'ଣ କରିବେ? ଯେ ମୋର ଭକ୍ତକୁ ପୀଡ଼ନ୍ତି, ମୋ ଚକ୍ର ତେଜେ ସେ ପଡ଼ନ୍ତି। ସୁନ୍ଦର ଭାବରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ରଚନା କରିଛନ୍ତି। ଭଗବାନଙ୍କର ଲୀଳା ଆରମ୍ଭ ହୋଇଗଲା। ସେହି ରାଜାଙ୍କୁ ସ୍ୱପ୍ନାଦେଶ ପ୍ରକ୍ରିୟା ଆରମ୍ଭ କଲେ। ହେ ରାଜନ, ଏଇ ରତ୍ନ ଥାଳା କାହାର? ଏଇ ଖାଦ୍ୟ ସାମଗ୍ରୀ କାହାର? ଏଇ ପ୍ରସାଦ କାହାର? ଏଇ ଭୋଗ କାହାର? ସବୁକିଛି ମୋର ନା। ମୁଁ ମୋ ଇଚ୍ଛାରେ ମୋର ଭକ୍ତକୁ ପ୍ରଦାନ କଲି। କ'ଣ ପାଇଁ ଏତେ ଦଣ୍ଡ ପ୍ରଦାନ କଲ? ଏହା ଠିକ୍ ନୁହଁ। ଶୀଘ୍ର କାରାଗାରରୁ ମୁକ୍ତ କର, ନଚେତ୍ ଦଣ୍ଡ ଭୋଗ କରିବ, ବିଘ୍ନ ଘଟିବ, କିଛି ବି କ୍ଷତି ଘଟିପାରେ। ସ୍ୱପ୍ନାଦେଶ ହେଲା। ଯେତେବେଳେ ରାଜା ସ୍ୱପ୍ନଭଗ୍ନ ହେଲା, ସକାଳ ହୋଇଗଲା, କ'ଣ କରିବେ? ସେଇ ବନ୍ଧୁ ମହାନ୍ତିଙ୍କ ନିକଟକୁ ଆସିଲେ, ଭୁଲ ମାଗିଲେ, ଆଲିଙ୍ଗନ କଲେ। କ'ଣ କରିବେ? କାରାଗାରରେ ଆଉ ରଖିବେ କି? ମୁକ୍ତି ପ୍ରଦାନ କଲେ। ଦେଖନ୍ତୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ। ଭକ୍ତ ପାଇଁ କିଛି ବି କରିପାରନ୍ତି। ଭକ୍ତ ତାଙ୍କର ଜୀବନ। ଭଗବାନ ମଧ୍ୟ ସୁନ୍ଦର ଭାବରେ କହୁଛନ୍ତି, ମୋର ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀ ମାତା ପ୍ରିୟ ନୁହନ୍ତି। ମୋର ଜ୍ୟେଷ୍ଠ ଭାଇ ବଳରାମ ମୋର ପ୍ରିୟ ନୁହନ୍ତି। ମୋର ଜନ୍ମଭୂମି ପ୍ରିୟ ନୁହନ୍ତି। ମୋର ପୁତ୍ର ପ୍ରିୟ ନୁହନ୍ତି। ମୋର କେହି ବି ପ୍ରିୟ ନୁହନ୍ତି। ଭଗବାନଙ୍କର ପ୍ରିୟ କିଏ? ମୋର ପ୍ରିୟ କେବଳ ଭକ୍ତ। ଭକ୍ତ ପାଇଁ ମୁଁ କିଛି ବି କରିପାରେ। ସୁନ୍ଦର ଭାବରେ ଏସବୁ କାହାଣୀ ରହିଥିଲା। ଗୋଟିଏ ଶ୍ଲୋକ ମଧ୍ୟ ରହିଛି, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନଚ ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏସବୁ କଥା ଆପଣମାନେ ଜାଣିଛନ୍ତି। ଜୟ ଜଗନ୍ନାଥ।